ବଡ଼ଦେନା ଆଶୁପତି କହିଲେ ଅନୁସନ୍ଧାନରେ ବ୍ରହ୍ମା କରିଲେ ବିଚାର ଅନୁସନ୍ଧାନରେ ବ୍ରହ୍ମା କରିଲେ ବିଚାର ଅନୁମାନ କଲେ ସତୀ ଯୋଗ୍ୟ ବର ହେ ବାବୁରେ ଅନୁସନ୍ଧାନରେ ବ୍ରହ୍ମା କରିଲେ ବିଚାର ବିଚାର ଅନୁମାନ କଲେ ସତୀ ଯୋଗ୍ୟ ବର ହଉଛି ଅହର ହର ଶିବଙ୍କୁ ଛାଡ଼ିଦେଲେ ହଁ। ଆଉ ସତୀଙ୍କ ପାଇଁ ହଁ। ଯୋଗ୍ୟ ବର କେହି ନାହାନ୍ତି କେହି ନାହିଁ କହିଲେ ରେ ପୁଅ ଦକ୍ଷ ବାବା ତୋ ଝିଅ ପାଇଁ ଜଇଁ ମୁଠି କରିଛି କହୁନାହାନ୍ତି କିଏ ଶିବ ଶିବ ଶିବଙ୍କୁ ତୁ ଜଇଁ ରୂପରେ ବରଣ କର ସିଏ କଣ ଏଇଠି କହିଲେ କଣ ମାନେ ସିଏ କଣ ମୋ ଝିଅ ସମାସ୍କନ୍ଦ କହିଲେ ମୋ ଝିଅ ସାଙ୍ଗେ ସମାନ ହବ ସମାନ ହବ ସିଏ ସିଏ କଣ ମୋ ଝିଅର ଯୋଗ୍ୟ ବର କହିଲେ କାହିଁକି ଆପଣ ମାନେ ଝିଅଟିଏ ଦେବେ ବର ପାତ୍ର ଦରକାର କେମିତି ବର ନିର୍ବାଚନ କରିବେ ହଁ। କେମିତି ବର ନିର୍ବାଚନ କରିବେ ନାହିଁ ହଁ ଏହାର ଗୋଟେ ଉପାୟ ଅଛି ପ୍ରମାଣ ଅଛି ଶାସ୍ତ୍ରୀୟ ପ୍ରମାଣ ତାହେଲେ ବୁଝିବା ଆଉ କଣ ଆଗ ବୁଝ ହଁ। କେମିତି ଜଇଁ ଆପଣ ମାନେ କରିବେ ନାହିଁ ନାହିଁ ଆଁ? ହଁ। କେମିତି ଜଇଁ ଆପଣ କରିବେନି ଲକ୍ଷଣ ଆଁ? ଠିକ ଗୋଟିଏ ପଦ ଶ୍ଲୋକ କହିଲେ ଉନ୍ମତ ପତିତ କୁଷ୍ଟି ଷଣ୍ଡ ଚୈବ ସ୍ୱଗୋତ୍ରଜ ଚକ୍ଷୁ ସତ୍ର ବିନଶ୍ଚ ତଥା ପସ୍ମାର ଦୂଷିତ ଲଲାଟ ଆଜ୍ଞା ଶ୍ଲୋକ କିଏ ଲେଖିଛି କହିବିନି କହିବେନି ଟିପି ନେଇଯିବେ ସାର୍ ଟିପି ନେବେ ବୋଲି ସେ କହିବେନି ନା ହେ ସାର୍ଙ୍କୁ କଣ ଦେବେନି ସାର୍ କଣ ପାଇବେନି ଯେ ଆପଣ ଦେବେନି ଏ ପୁଅ ଆଜ୍ଞା ସ୍କନ୍ଦ ପୁରାଣ ଆଉ କହିଲେ ତ କହିବେନି କଣ ଆଁ? ଉନ୍ମତ ଉନ୍ନତ ପାଗଳ ପାଗଳ ପାଗଳକୁ ଝିଅ ଦେବେନି ନା ଜଇଁ କରିବେନି ପାଗଳକୁ କାମୁଡିଆ ଫୁଟି ଦବ ପତିତ 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 କାହାକୁ କହନ୍ତି ଯିଏ ଗାଁରୁ ଏକ ଭରିଆ ହେଇଥିବ ଆରେ ପତିତ ଗାଁରୁ ଏକ ହରିକା ହୁଏ ଆଉ ତ ସେ କଥା ନାହିଁ ଆଜିକାଲି ଅଛି ପତିତ ଲୋକକୁ ଗାଁରୁ ଏକ ହରିକା କରନ୍ତି କିନ୍ତୁ ସେ କିଏ କିଏ ପତିତ ହଉଛି ପାପୀ ପାପି ଯିଏ ପାପ କାମ କରେ ତାକୁ ଲୋକ ଏକ ହରିକା କରନ୍ତି ନାଇଁ ପାପି ସିଏ ଯାହା ଛୁଇଁଲେ ଛୁଆଁ ହବ ଆଜ୍ଞା ତେଣୁ ପାପୀ କି କେବେ ଝିଅ ଦେବେନି